ମାସକରେ କେତେଟି ସିଲିଣ୍ଡର ବୁକ୍ କରିପାରିବେ? ବିବାହ ବ୍ରତ ପାଇଁ କେତେ ସିଲିଣ୍ଡର ଆଣିପାରିବେ? ଜାଣନ୍ତୁ ଏଲ୍‌ପିଜି ସିଲିଣ୍ଡର ବୁକିଂର ନୂଆ ନିୟମ। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ଦେଶରେ ଏଲ୍‌ପିଜି ଗ୍ୟାସ୍‌କୁ ନେଇ ପରିସ୍ଥିତି ଧୀରେ ଧୀରେ ବଦଳୁଛି। ଉପସାଗରୀୟ ରାଷ୍ଟ୍ରଗୁଡ଼ିକରେ ଚାଲିଥିବା ଉତ୍ତେଜନା ଏବେ ଭାରତର ଗ୍ୟାସ୍ ଯୋଗାଣକୁ ମଧ୍ୟ ପ୍ରଭାବିତ କରିବା ଆରମ୍ଭ କରିଛି। ଫଳସ୍ୱରୂପ ପ୍ରତ୍ୟେକ ଘରକୁ ଏକ ସ୍ଥିର ଏବଂ ଉପଯୁକ୍ତ ଗ୍ୟାସ୍ ଯୋଗାଣ ଗ୍ୟାରେଣ୍ଟି ଦେବା ପାଇଁ ଡିଜାଇନ୍ କରାଯାଇଥିବା ନୂତନ ନିୟମ କାର୍ଯ୍ୟକାରୀ କରିବା ପାଇଁ ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ସହଯୋଗ କରୁଛନ୍ତି। ଯଦି ଆପଣ ଗ୍ୟାସ୍ ସିଲିଣ୍ଡର ବ୍ୟବହାର କରନ୍ତି ତେବେ ଏହି ନୂତନ ନିୟମଗୁଡ଼ିକୁ ବୁଝିବା ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ। ତେବେ ଗୋଟିଏ ମାସରେ କେତୋଟି ସିଲିଣ୍ଡର ବୁକ୍ କରାଯାଇପାରିବ? ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ ଦ୍ୱାରା ସ୍ଥିର କରାଯାଇଥିବା ନୂତନ ନିୟମ ଅନୁଯାୟୀ ଜଣେ ମାନକ ଗ୍ରାହକଙ୍କୁ ପ୍ରତି ମାସରେ ସର୍ବାଧିକ 2ଟି ଘରୋଇ ଏଲ୍‌ପିଜି ସିଲିଣ୍ଡର ବୁକ୍ କରିବାର ଅନୁମତି ଦିଆଯାଇଛି। ଯଦି ଏହି ସୀମାଠାରୁ ଅଧିକ କ୍ରୟ କରିବାକୁ ଚେଷ୍ଟା କରାଯାଏ ତେବେ ସିଷ୍ଟମ ବୁକିଂକୁ ଅବରୋଧ କରିପାରେ କିମ୍ବା ଅନୁରୋଧକୁ ଅତିରିକ୍ତ ଯାଞ୍ଚ କରାଯାଇପାରେ। ତେବେ ବର୍ଷକରେ କେତୋଟି ସିଲିଣ୍ଡର ଡେଲିଭରି କରାଯାଏ? ସରକାର ପ୍ରତ୍ୟେକ ଆର୍ଥିକ ବର୍ଷ ଯଥା ଏପ୍ରିଲ 1ରୁ ମାର୍ଚ୍ଚ 31 ପର୍ଯ୍ୟନ୍ତ 12ଟି ସବସିଡି ସିଲିଣ୍ଡର ପ୍ରଦାନ କରନ୍ତି। ଏହି କୋଟା ବ୍ୟତୀତ ଆବଶ୍ୟକତା ପଡ଼ିଲେ ଗ୍ରାହକମାନେ 3ଟି ଅଣସବସିଡି ସିଲିଣ୍ଡର କ୍ରୟ କରିପାରିବେ। ତେଣୁ ଗୋଟିଏ ବର୍ଷ ମଧ୍ୟରେ ମୋଟ 15ଟି ସିଲିଣ୍ଡର ବୁକ୍ କରାଯାଇପାରିବ। ତେବେ ବୁକିଂ ପିରିୟଡ଼ରେ ବୃଦ୍ଧି କରାଯାଇଛି। ପୂର୍ବରୁ ପ୍ରଥମ ସିଲିଣ୍ଡର ମାତ୍ର 21 ଦିନ ପରେ ଦ୍ୱିତୀୟ ସିଲିଣ୍ଡର ବୁକ୍ କରାଯାଇପାରୁଥିଲା, କିନ୍ତୁ ଏହି ଅପେକ୍ଷା ଅବଧିକୁ ବର୍ତ୍ତମାନ 25 ଦିନକୁ ବୃଦ୍ଧି କରାଯାଇଛି। ଏହା ବୁଝାଏ ଯେ ଆପଣଙ୍କର ପରବର୍ତ୍ତୀ ସିଲିଣ୍ଡର ବୁକ୍ କରିବା ପାଇଁ ଏବେ ଟିକେ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ। ଏହା ବ୍ୟତୀତ ଏକ ଅପଡେଟ୍ କେୱାଇସି ପ୍ରୋଫାଇଲ୍ ରହିବା ଏବେ ଏକ ଏଲ୍‌ପିଜି ସିଲିଣ୍ଡର ବୁକ୍ କରିବା ପାଇଁ ଏକ ବାଧ୍ୟତାମୂଳକ ଆବଶ୍ୟକତା। ଯଦି ଆପଣଙ୍କର କେୱାଇସି ବିବରଣୀ ଅସମ୍ପୂର୍ଣ୍ଣ କିମ୍ବା ସଠିକ୍ ନୁହେଁ ତେବେ ବୁକିଂ ପ୍ରକ୍ରିୟା ସମୟରେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି କିମ୍ବା ଆପଣଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ ମଧ୍ୟ କରାଯାଇପାରେ। ତେବେ ବିପିସିଏଲ୍‌ର ନୂତନ ପ୍ରକ୍ରିୟା କ'ଣ ରହିଛି? ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ ଅତିରିକ୍ତ ସିଲିଣ୍ଡର ବୁକିଂ ପାଇଁ ବିଶେଷ ଭାବରେ ଏକ ନୂତନ ପ୍ରକ୍ରିୟାଗତ ଢାଞ୍ଚା ପ୍ରଚଳନ କରିଛି। ଯଦି ଆପଣ ପୂର୍ବରୁ ଆପଣଙ୍କର ବାର୍ଷିକ 12ଟି ସିଲିଣ୍ଡର କୋଟା ସମାପ୍ତ କରିସାରିଛନ୍ତି ଏବଂ ଏହି ସୀମାଠାରୁ ଅଧିକ ସିଲିଣ୍ଡର ବୁକ୍ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ କିଛି ଜରୁରୀ ସୂଚନା ପ୍ରଦାନ କରିବାକୁ ପଡ଼ିବ। ଏହା କରିବା ପାଇଁ ଆପଣଙ୍କୁ ହେଲୋ ବିପିସିଏଲ୍ ଆପ୍ ବ୍ୟବହାର କରିବାକୁ ପଡ଼ିବ। ଏହି ଆପ୍‌ରେ ଆପଣଙ୍କୁ ଅନେକ ପ୍ରଶ୍ନ ପଚରାଯିବ, ଯେପରିକି ଆପଣଙ୍କ ପରିବାରରେ କେତୋଟି ସଦସ୍ୟ ଅଛନ୍ତି, ଆପଣଙ୍କ ଘରେ କୌଣସି ପାର୍ଟି, ବିବାହ କିମ୍ବା କାର୍ଯ୍ୟକ୍ରମ ହେଉଛି କି, ଅତିଥିଙ୍କ ସଂଖ୍ୟା କେତେ ଆଶା କରାଯାଉଛି। ଏହି ପ୍ରଶ୍ନଗୁଡ଼ିକର ଆପଣଙ୍କ ଉତ୍ତର ଉପରେ ଆଧାର କରି ଆପଣ ଅତିରିକ୍ତ ସିଲିଣ୍ଡର ପାଇବାକୁ ଯୋଗ୍ୟ କି ନାହିଁ ସେ ବିଷୟରେ ଏକ ନିର୍ଣ୍ଣୟ ନିଆଯିବ। ତେବେ ଏହିପରି ପରିବର୍ତ୍ତନଗୁଡ଼ିକ କାହିଁକି କାର୍ଯ୍ୟକାରୀ କରାଯାଉଛି? ଏହା ଉଲ୍ଲେଖନୀୟ ଯେ ଭାରତ ଏହାର ଗ୍ୟାସ୍ ଆବଶ୍ୟକତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଆମଦାନୀ ମାଧ୍ୟମରେ ପୂରଣ କରେ। ଏହି ଯୋଗାଣର ଅଧିକାଂଶ ଉପସାଗରୀୟ ରାଷ୍ଟ୍ରଗୁଡ଼ିକର ଉତ୍ପନ୍ନ ହୁଏ। ସେହି ଅଞ୍ଚଳରେ ଚାଲିଥିବା ଉତ୍ତେଜନା ଯୋଗାଣ ଶୃଙ୍ଖଳାକୁ ବାଧାପ୍ରାପ୍ତ କରିଛି। ଫଳସ୍ୱରୂପ ସରକାର ସମସ୍ତଙ୍କ ପାଇଁ ଗ୍ୟାସ୍ ଉପଲବ୍ଧ ହେବା ନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନେଉଛନ୍ତି ବୋଲି ସୂଚନା ମିଳିଛି। ଏବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍‌ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।